এই বড়দিন ଏ ସମ୍ମିଳିତ ମହାସଭା ଆମ ପାଇଁ ପରିଚୟର କାରଣ ହଉ। ଆପଣ କହିପାରିବେ ଯେ ସେ ମିଟିଂରେ ମୋ ଜୀବନକୁ ପୁଣିଥରେ ସମର୍ପଣ କଲି, ସେ ମିଟିଂରେ ମୋ ପାପକୁ ସ୍ୱୀକାର କଲି, ମୁଁ ମଦ ପିଇବା ଛାଡ଼ିଲି, ନିଶାଦ୍ରବ୍ୟ ଛାଡ଼ିଲି, ବ୍ୟଭିଚାର ଛାଡ଼ିଲି, ଅଶୁଦ୍ଧି ଜୀବନ ଛାଡ଼ିଲି, ପୁଣି ଥରେ ମୋ ଜୀବନକୁ ସଫା କଲି, ମୋର ପ୍ରାଣର ପ୍ରିୟ ପ୍ରଭୁ ଯୀଶୁକୁ ମୋ ହୃଦୟ ଦେଇଦେଲି। ମୋର ପ୍ରିୟମାନେ ପ୍ରାର୍ଥନା କରିବା କହିବା ପ୍ରଭୁକୁ ଏ ମିଟିଂ ତ ହେବାର କାମ ଥିଲା। 21 ବର୍ଷ 24 ବର୍ଷ ଏ ବର୍ଷ ମଧ୍ୟରେ ଆପଣ ଆସିଛନ୍ତି, ଅନେକ ଆସିଲେ ନାହିଁ, ଆପଣ ଆସିଛନ୍ତି, ଆପଣ ଆସିନାହାନ୍ତି, ପ୍ରଭୁ ଆପଣଙ୍କୁ ଆଣିଛନ୍ତି, ଆପଣଙ୍କୁ କହିବା ପାଇଁ ଆଣିଛନ୍ତି ଯେ ପୁଅରେ ଝିଅରେ ମୁଁ ତତେ କେତେ ଭଲ ପାଏ, ତତେ ରକ୍ଷା କରିବା ପାଇଁ ମୋର ପୁତ୍ରକୁ ପଠେଇଥିଲି, ସେ ଆପଣ ପ୍ରାଣ ଦେଇ ଆପଣ ରକ୍ତ ବୁହାଇଛନ୍ତି। ଓ ମୋର ଭଉଣୀମାନେ, ଓ ମୋର ଝିଅମାନେ, ଓ ମୋର ପୁଅମାନେ, ଏଇଟା ସୁଯୋଗ ଆମ ଜୀବନ ସମର୍ପଣ କରିବା ପାଇଁ, ଆମର ପାପ ପରୀକ୍ଷା କରିବା ପାଇଁ। ପାପ ସହିତ ନୂଆ ବର୍ଷକୁ ଯାଆନ୍ତୁ ନାହିଁ, ପାପ ସହିତ ନୂଆ ବର୍ଷକୁ ଯାଆନ୍ତୁ ନାହିଁ। କିଛି ଆଶୀର୍ବାଦ ନଥିବ, କେବଳ ଦଣ୍ଡ ଥିବ, ଅଭିଶାପ ଥିବ। ପାପ ଛାଡ଼ନ୍ତୁ। ସମସ୍ତଙ୍କୁ କହିବା ପାଇଁ ଚାହେଁ ଆପଣଙ୍କ ଗତିବିଧିକୁ, ଆପଣଙ୍କ ଜୀବନ ଶୈଳୀକୁ ପରିବର୍ତ୍ତନ କରନ୍ତୁ। ଆଜି ଅନେକ ଲୋକ ପରିବର୍ତ୍ତନ ହେଇପାରୁନାହାନ୍ତି। ଏ ହାଟ ବଜାର ରହିବା ଲୋକ, ଏ ଗ୍ରାମାଞ୍ଚଳ ଲୋକ କାହିଁକି ଆମ ଜୀବନରେ ଯୀଶୁକୁ ଦେଖି ପାରୁନାହାନ୍ତି? ଏ ବଜାର ଲୋକମାନେ, ଏ ଅଟୋବାଲାମାନେ, ଏ ପରିବା ଦୋକାନୀ, ଏ ଲୁଗା ଦୋକାନୀ ସବୁ ଜାଣିବା ଦରକାର ମୁଁ କାହାର ସେବା କରୁଛି। ଯେ ସୃଷ୍ଟିକର୍ତ୍ତା, ଯେ ସତ୍ୟ, ଯେ ବାସ୍ତବ, ସେ ଅନନ୍ତ ଈଶ୍ୱରକୁ ସେବା କରୁଛି। ଆପଣଙ୍କ ଜୀବନ ଦ୍ୱାରା ଯୀଶୁକୁ ପ୍ରକାଶ କରିବା ସମୟ ଆସିଛି। ଓ ମୋର ଭାଇମାନେ, ମୋର ଭଉଣୀମାନେ, ଆଜି ଆମର ପାପକୁ ସ୍ୱୀକାର କରିବା, କହିବା ପ୍ରଭୁଙ୍କୁ Lord, I'm sorry Lord, I'm sorry, ମୋତେ କ୍ଷମା କରିଦିଅ ପ୍ରଭୁ, ମୋତେ କ୍ଷମା କରିଦିଅ ପ୍ରଭୁ। ଏବେ କହିପାରିବେ ଆପଣ, ମୁଖ ଖୋଲନ୍ତୁ, ଜୀବନ ସମର୍ପଣ କରନ୍ତୁ। ଗୋଟେ ହାତକୁ ସ୍ୱର୍ଗ ଆଡ଼କୁ ଉଠାନ୍ତୁ, ଆଉ ଗୋଟେ ହାତ ଛାତିରେ ରଖନ୍ତୁ, ଆଉ ଗୋଟେ ହାତ ସ୍ୱର୍ଗ ଆଡ଼କୁ ଦେଖାଯାଉ, ଉଚ୍ଚ କରିକି ଉଠାନ୍ତୁ, ଆଉ ସମର୍ପିତ ହୋଇଯାଆନ୍ତୁ, ସମର୍ପିତ ହୋଇଯାଆନ୍ତୁ। ପାପ ମୋର ଧୋଇଦିଅ ହେ, ପାପ ମୋର ଧୋଇଦିଅ ହେ, ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ, ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ପାପ ମୋର ଧୋଇଦିଅ ହେ, ପାପ ମୋର ଧୋଇଦିଅ ହେ, ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ, ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ, ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ, ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ। ଆପଣଙ୍କ ପାପକୁ ସ୍ୱୀକାର କର, ତେବେ ଯାଇ ବଡ଼ଦିନ ହେବ। ଯୀଶୁ ଯେବେ ଆପଣଙ୍କ ଘରେ ଆସିବେ, ଯୀଶୁ ଯେବେ ଆପଣଙ୍କ ଜୀବନରେ ଆସିବେ, ତେବେ ବଡ଼ଦିନ ହେବ। ମୋର ପ୍ରିୟମାନେ, ଆଜି ସମର୍ପିତ ହୁଅନ୍ତୁ। ମୁଁ ପ୍ରତ୍ୟେକଙ୍କୁ କହିବା ପାଇଁ ଚାହେଁ, ମୋର ଭାଇମାନେ ଏବେ କାନ୍ଦି ପାରିବେ, ଏବେ ଉଦ୍ଧାର କରିପାରିବେ, ଏବେ ସୁଯୋଗ ଅଛି। ସେ ଖ୍ରୀଷ୍ଟିଆନ ହୁଅନ୍ତୁ ବା ଅଣଖ୍ରୀଷ୍ଟିଆନ ହୁଅନ୍ତୁ, ସେ ଓଡ଼ିଆ ହୁଅନ୍ତୁ କି ସୌରା ହୁଅନ୍ତୁ କି ଆଦିବାସୀ ହୁଅନ୍ତୁ କି ଗଦବାଦୀ ପଣ୍ଡା କି ତେଲୁଗୁ ହୁଅନ୍ତୁ, ଭାରତୀୟ ହୁଅନ୍ତୁ କି ଅନ୍ୟ ଦେଶର ହୁଅନ୍ତୁ, ଏବେ ସୁଯୋଗ ଅଛି ପାପ ସ୍ୱୀକାର କରି ଯୀଶୁକୁ ଗ୍ରହଣ କରିବା ପାଇଁ, ପ୍ରାର୍ଥନା କରିବା ପାଇଁ ଯିବା, ପ୍ରାର୍ଥନା କରିବା ପାଇଁ ଯିବା। ଓ ମୋର ପ୍ରିୟ ଭାଇ ଭଉଣୀମାନେ, ଏମିତିକା ସୁଯୋଗ ଆମକୁ ମିଳିବ ନାହିଁ। ଆପଣଙ୍କର ମନ୍ଦ ପ୍ରକୃତିକୁ ଛାଡ଼ନ୍ତୁ, ମନ୍ଦ ଅଭ୍ୟାସକୁ ଛାଡ଼ନ୍ତୁ। ଆମେ ଲୋକମାନଙ୍କୁ ସେତେବେଳେ ପରିବର୍ତ୍ତନ କରିପାରିବା ଯେତେବେଳେ ଆମେ ପରିବର୍ତ୍ତନ ହେବା। ଆଜି ସଂକଳ୍ପ ନେବା, କହିବା ପ୍ରଭୁଙ୍କୁ, ପ୍ରଭୁ ମୋତେ ଦୟା କର, ମୋତେ ଦୟା କର ପ୍ରଭୁ, ମୋତେ ଅନୁଗ୍ରହ କର। ପ୍ରାର୍ଥନା କରିବା, ନିରବ ହୁଅନ୍ତୁ ନାହିଁ, ଆପଣଙ୍କ ଜୀବନକୁ ସମର୍ପଣ କରନ୍ତୁ।
ଛୁଆ ପାଇଁ କାନ୍ଦି ପାରିବ, ତୁମ ପୁଅ ପାଇଁ କାନ୍ଦି ପାରିବ, ତୁମ ଝିଅ ପାଇଁ କାନ୍ଦି ପାରିବ, ତୁମ ଗାଁ ପାଇଁ କାନ୍ଦି ପାରିବ, ତୁମ ଅଞ୍ଚଳ ପାଇଁ କାନ୍ଦି ପାରିବ। ଯଦି ଏବେ କାନ୍ଦିବା ନାହିଁ, ଅନନ୍ତ କାଳ କାନ୍ଦିବା ପାଇଁ ପଡ଼ିବ। ଏବେ ଅନୁତାପ କରିବା ନାହିଁ, ଅନନ୍ତ କାଳ ଅନୁତାପ କରିବା ପାଇଁ ପଡ଼ିବ। ବଡ଼ଦିନ କଣ? ସ୍ୱର୍ଗର ଈଶ୍ୱର, ସୃଷ୍ଟିକର୍ତ୍ତା ଈଶ୍ୱର ସେ ମାନବ ଦେହ ଧାରଣ କରି ଜଗତ ଆସିଲେ ମାନବର ମୁକ୍ତି ପାଇଁ, ମାନବର ଉଦ୍ଧାର ପାଇଁ କୃଷ୍ଣ କାଠରେ ବଳିଦାନ ହେଲେ ଆଉ ମହାପ୍ରଭୁମାନ ସର୍ଜନ କଲେ। ସେ ଶୀଘ୍ର ସୁବର୍ଣ୍ଣ ଜଗତ ବିଚାର କଲେ। ପ୍ରାର୍ଥନା କରିବା ପାଇଁ ଯିବା ଆମର ମଧ୍ୟରେ ପ୍ରଭୁଙ୍କ ଦାସ ରାଜଭୋପାଣୀ ଆଜ୍ଞା ଅଛନ୍ତି। ମୁଁ ତାକୁ ଅନୁରୋଧ କରିବି ଆସିବେ ଆମ ସମସ୍ତଙ୍କ ପାଇଁ ସେ ପ୍ରାର୍ଥନା କରିବା ସମୟରେ ସେ ମଧ୍ୟ ପ୍ରଭୁଙ୍କ ଦାସମାନଙ୍କୁ କହିବେ ଟିକେ ଆଗକୁ ଆସ, ଆପଣମାନଙ୍କୁ ହସ୍ତ ପ୍ରସାରୀ ଆମେ ପ୍ରାର୍ଥନା କରିବୁ। ଦୟାକରି ସମସ୍ତେ ପାପ ଯେମିତି ଆସିଲେ ସେମିତି ଯାଆନ୍ତୁ ନାହିଁ। ପାପ ସହିତ ଆସିଛନ୍ତି, ପୁରୁଣା ଜୀବନରେ ଆସିଛନ୍ତି, ପୁରୁଣା ଜୀବନରେ ଯାଆନ୍ତୁ ନାହିଁ। ପ୍ରଭୁଙ୍କ ଦାସମାନେ ଆପଣଙ୍କର ହସ୍ତ ପ୍ରସାରୀ ପ୍ରାର୍ଥନା ଆପଣଙ୍କର ନିମନ୍ତେ, ଆପଣଙ୍କ ମଙ୍ଗଳ ନିମନ୍ତେ, ଆପଣଙ୍କ ଦୟା ନିମନ୍ତେ, ଆପଣଙ୍କ ଉନ୍ନତି ନିମନ୍ତେ ପ୍ରଭୁଙ୍କ ଦାସମାନେ ପ୍ରାର୍ଥନା କରିବା ପରେ ଆପଣଙ୍କର ପକ୍ଷରୁ ପ୍ରଭୁଙ୍କ ଦାସ ରାଜଭୋପାଣୀ ଆଜ୍ଞା ସେ ପ୍ରାର୍ଥନା କରିବେ। ପବିତ୍ର ପ୍ରଭୁ ତୁମ ପବିତ୍ର ମହାପ୍ରାଣକୁ ଆମେ ଧନ୍ୟବାଦ ଗୌରବ ପ୍ରଶଂସା କରୁଛୁ। ତୁମେ ପ୍ରଭୁ ସକଳ ପ୍ରତିକୂଳତା ମଧ୍ୟରେ ଆମକୁ ସୁନ୍ଦର ସୁଯୋଗ ଦେଲ ଏହି ସ୍ଥାନରେ ପ୍ରଭୁ ତୁମରି ପ୍ରଶଂସା କରିବା ପାଇଁ, ତୁମରି ଜନ୍ମ ସ୍ମରଣ କରିବା ପାଇଁ ତୁମେ ସାହାଯ୍ୟ କଲ। ଏଥିପାଇଁ ଧନ୍ୟବାଦ କରୁଛୁ। ତୁମ ଦାସଙ୍କ ମୁଖ ଦ୍ୱାରା ଏକ ଆହ୍ୱାନଯୁକ୍ତ ବାକ୍ୟ ତୁମେ ପ୍ରତ୍ୟେକକୁ ପ୍ରଦାନ କରିଅଛୁ ପ୍ରଭୁ। ଏ ସମୟରେ ପ୍ରଭୁ ତୁମେ ଯେଉଁମାନଙ୍କୁ ସ୍ପର୍ଶ କରିଅଛ, ଡାକୁଅଛ, କଥା କହୁଅଛ ପ୍ରଭୁ, ବିଶେଷ ଭାବେ ସେମାନଙ୍କୁ ତୁମରି ପଦ ତଳେ ଆମେ ସମର୍ପଣ କରୁଅଛୁ। ପ୍ରଭୁ ତୁମେ ସେମାନଙ୍କୁ କଥା କୁହ ପ୍ରଭୁ, ହୃଦୟକୁ ତୁମେ ଚୂର୍ଣ୍ଣ କର ପ୍ରଭୁ, ସତ୍ୟତା ଜ୍ଞାତ ହେବା ନିମନ୍ତେ ପ୍ରତ୍ୟେକକୁ ତୁମେ ସାହାଯ୍ୟ କର ପ୍ରଭୁ। ଏ ଦିନମାନଙ୍କରେ ଗୋଟେ ପବିତ୍ରତାର ଜୀବନ ଅତିବାହିତ କରିବାକୁ ପାରିବୁ, ତୁମେ ତଦ୍ରୂପେ ପ୍ରତ୍ୟେକକୁ ତୁମେ ଦୟା କର। ଅନେକ ଲୋକମାନେ ଏପର୍ଯ୍ୟନ୍ତ ପ୍ରଭୁ ତୁମେ ଆସିବାର କାରଣ ଜାଣିପାରି ନାହାନ୍ତି ପ୍ରଭୁ। ପ୍ରତ୍ୟେକ ଯେମିତି ପ୍ରଭୁ ଏ ଦିନମାନଙ୍କରେ ଜାଣିବାକୁ ପାରିବେ ତୁମେ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କର ପ୍ରଭୁ। ଯେଉଁମାନେ ପ୍ରଭୁ ପରିଶ୍ରମ କରି ଏ ସଭା ଆୟୋଜନ କରିଅଛନ୍ତି ସମସ୍ତଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର ପ୍ରଭୁ। ପ୍ରତିକୂଳତା ଭିତରେ ତୁମେ ଆମକୁ ସାହାଯ୍ୟ କଲ, ଏଥିପାଇଁ ଧନ୍ୟବାଦ କରୁଛୁ। ପୂଜା, ପ୍ରଶଂସା, ମହିମା କେବଳ ତୁମେ ପାଅ। ଛୋଟ ପ୍ରାର୍ଥନା ପ୍ରିୟତମ ଯୀଶୁଙ୍କ ନାମରେ।